ଏହି ଭିଡିଓରେ ଆକାଶ କଇଁଛ ଗଳ୍ପର ଚତୁର୍ଥ ଭାଗ ଆଲୋଚନା କରିବା। ଗଳ୍ପ ଆକାଶ କଇଁଛ, ଗାଳ୍ପିକ ମନୋଜ ଦାସ। ତାହେଲେ ପୂର୍ବ ଭିଡିଓରେ ଆମେ ଆଲୋଚନା କରିଥିଲେ ଯେ ବିଦେଶୀ ରାଜଦୂତ ରାଜାଙ୍କୁ କହିଥିଲେ ଆମ ରାଜ୍ୟରେ ମହିଷୀ ଭଳି ବିରାଟକାୟ ବା ବୃହଦାକାର ବିହଙ୍ଗ ଗୁଡ଼ିକ ଅଛନ୍ତି, ସେହିମାନେ ଘୁଷୁରିକୁ ସଉକରେ ଉଡ଼େଇ ନିଅନ୍ତି। ରାଜା ଏକଥା ଶୁଣିଲା ପରେ ବିଚିତ୍ର କହିଲେ। ବୁଦ୍ଧୁ ଉଦ୍ଗତ ଭାବାବେଗ ସମ୍ଭାଳି ନପାରି କହିଦେଲା କମ୍ବୁଗ୍ରୀବ। ଏଥର କମ୍ବୁଗ୍ରୀବ ବା କଚ୍ଛପ ନିଜର ଆବେଗ ବା ଭାବାବେଗ ସମ୍ଭାଳି ପାରିଲା ନାହିଁ, ରୋକି ପାରିଲା ନାହିଁ। ସମ୍ପୂର୍ଣ୍ଣ ରୂପେ ବୁଦ୍ଧୁ ବୋଲି ଉଚ୍ଚାରଣ କଲା ବା କହିଦେଲା ଏବଂ ଚକ୍ରବତ୍ ଘୂରି ଘୂରି ବୁଲି ବୁଲି ସେ ସଶବ୍ଦେ ପଡ଼ିଲା ନଅର ଛାତ ଉପରେ। ସଶବ୍ଦେ ଅର୍ଥାତ୍ ନଅରର ଛାତ ଉପରେ ସେ ସଶବ୍ଦେ ପଡ଼ିଲା ବା କଚାଡ଼ି ହେଇ ପଡ଼ିଲା। ଏ ଛାତ ଉପରେ ଯେଉଁ ସଭାସଦ ବର୍ଗ ଦେଖୁଥିଲେ, ସେମାନେ ଶଙ୍କିଗଲେ। ସଭାସଦ ବର୍ଗ ଅର୍ଥାତ୍ ଭୟଭୀତ ହେଲେ। ହଂସମାନେ କ'ଣ କଲେ? ବାଡ଼ି ଖଣ୍ଡିକ ପକାଇ ଦେଇ କିଛି ସମୟ ଆର୍ତ୍ତରବ ଛାଡ଼ି ନଅର ଉପରେ ଚକ୍କର ଦେଇ ବା ନଅରର ଛାତ ଉପରେ ଘୂରି ଆସି ପାର୍ଶ୍ୱବର୍ତ୍ତୀ ପାଖରେ ଥିବା ଗୋଟିଏ ଗଛରେ ବସି ପଡ଼ି ଅନାଇ ରହିଲେ। ଦେଖିଲେ ଚକ୍ର ଆକାରରେ କଚ୍ଛପକୁ ଘେରି ସଭାସଦ ବର୍ଗ ଚମତ୍କୃତ ହୋଇ ଅନାଇ ରହିଲେ। ସଭାସଦ ବର୍ଗ କିଏ? ରାଜା, ମନ୍ତ୍ରୀ, ସେନାପତି ସମସ୍ତେ ଚକ୍ରାକାରରେ ଘେରିକି କଚ୍ଛପକୁ ଦେଖିଲେ, ଚମତ୍କୃତ ହୋଇ ଅନାଇ ରହିଲେ। ଦରବାରର ପ୍ରଧାନ ବିଶେଷଜ୍ଞ ଭୋଜନ ପ୍ରେମୀ କହିଲେ। କ'ଣ କହିଲେ? ଏଇଟି ଦୁର୍ଲଭ ଧରଣର ସୁସ୍ୱାଦୁ କଚ୍ଛପ। ଦୁର୍ଲଭ ଅର୍ଥାତ୍ ଦୁଷ୍ପ୍ରାପ୍ୟ, ଯାହାକୁ ସହଜରେ ଲାଭ କରି ହୁଏନା ବା ମିଳେ ନା। କଚ୍ଛପ ମାଂସ ରାଜକୀୟ ଖାଦ୍ୟ ତାଲିକାର ବହିର୍ଭୂତ ହୋଇନଥିଲେ ଏହା ରାଜଭୋଗର ମର୍ଯ୍ୟାଦା ପାଇବାକୁ ହକ୍ଦାର ଥିଲା। ଦରବାରର ପ୍ରଧାନ ବିଶେଷଜ୍ଞ କହିଲେ, ଏହି କଚ୍ଛପଟି ଦୁର୍ଲଭ ଧରଣର ଓ ସୁସ୍ୱାଦୁ। ଯଦି କଚ୍ଛପ ମାଂସ ରାଜକୀୟ ତାଲିକାର ବହିର୍ଭୂତ ହୋଇନଥିଲେ, ଯଦି ଏହା ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ ଥାନ୍ତା, ତାହେଲେ ଏହାକୁ ରନ୍ଧନ କରି ରାଜାଙ୍କୁ ଖାଦ୍ୟ ରୂପେ ଦିଆଯାଇଥାନ୍ତା, ଅର୍ଥାତ୍ ରାଜା ତାହାକୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତେ। ଏକଥା ଦରବାରର ପ୍ରଧାନ ବିଶେଷଜ୍ଞ କହିଲେ। ସହସ୍ର ବର୍ଷରେ ଥରେ ଯାଇ ଶୂନ୍ୟରୁ କଚ୍ଛପ ବୃଷ୍ଟି ହୁଏ। ସହସ୍ର ବର୍ଷରେ ଥରେ ଯାଇ ଶୂନ୍ୟରୁ କଚ୍ଛପ ବୃଷ୍ଟି ହୁଏ। ସହସ୍ର ହଜାର ବର୍ଷରେ ଥରେ ଯାଇ ଶୂନ୍ୟରୁ ବା ଆକାଶ ମାର୍ଗରୁ କଚ୍ଛପ ବୃଷ୍ଟି ହୁଏ ବା ଖସେ। ଆଉ ସେ କଚ୍ଛପ ମାଂସ ସହସ୍ର ଧରଣର ରୋଗ ବ୍ୟାଧି ଦୋଷ ଦୁର୍ବଳତାର ପ୍ରତିଷେଧକ ହୋଇଥାଏ ବା ଦୋଷ ଦୁର୍ବଳତା ରୋଗ ବ୍ୟାଧିକୁ ଭଲ କରିଦେଇଥାଏ। ଏକଥା କିଏ କହିଲେ? ଏକଥା କହିଲେ ଦରବାରର କବିରାଜ ଜ୍ୟୋତିଷ। ସେ କ'ଣ କଲେ? ତାପରେ ଆଖି ଯୋଡ଼ିକର ଆଖି ଦୁଇଟିର ଉପରକୁ ନିମିଳିତ ରଖି ବନ୍ଦ କରି ଅର୍ଥାତ୍ ଧ୍ୟାନରେ ବସିଲେ ଓ ନିମ୍ନାର୍ଦ୍ଧ ତଳେ ଥିବା ଦରବାରର ପଞ୍ଜିକା ଉପରେ ନିବଦ୍ଧ ରଖି
ବା ଦୃଷ୍ଟି ଦେଇ ସେ ଘୋଷଣା କଲେ। କଣ ଘୋଷଣା? ଆଜିଠାରୁ 900 ବର୍ଷ, 9 ମାସ, 9 ସପ୍ତାହ, ହଁ ଭବିଷ୍ୟତରେ 10 ସପ୍ତାହରେ ମାସଟିଏ ହେବ ବୋଲି ମୁଁ ଦେଖିପାରୁଛି। 9 ଦିବସ ଓ 9 ଘଣ୍ଟା ପରେ ଏହିପରି ଆଉ ଏକ କଚ୍ଛପ ଶୂନ୍ୟରୁ ଖସିବ ବୋଲି ମୁଁ ଏକ୍ଷଣି ଭବିଷ୍ୟତବାଣୀ କରୁଛି। କବିରାଜ ଜ୍ୟୋତିଷ କହିଲେ, ଆଜିଠାରୁ 900 ବର୍ଷ, 9 ମାସ, 9 ସପ୍ତାହ, 9 ଦିନ ବା 9 ଦିବସ, 9 ଘଣ୍ଟା ପରେ ଆଉ ଏକ କଚ୍ଛପ ଶୂନ୍ୟ ମାର୍ଗରୁ ବା ଆକାଶ ମାର୍ଗରୁ ଖସିବ ବୋଲି ସେ ଭବିଷ୍ୟତବାଣୀ କଲେ। ଆଉ ଗୋଟିଏ କଥା ଭବିଷ୍ୟତବାଣୀ କଲେ, କଣ? ଭବିଷ୍ୟତରେ 10 ସପ୍ତାହରେ ମାସଟିଏ ହେବ। ଯେତେବେଳେ କବିରାଜ ଜ୍ୟୋତିଷ ଏକଥା କହିଲେ, ରାଜା କବିରାଜ ଜ୍ୟୋତିଷକୁ ପ୍ରଶ୍ନ କଲେ, କିନ୍ତୁ ଆପଣ ଏଇଟିର ପତନ ସମ୍ପର୍କରେ ଭବିଷ୍ୟତବାଣୀ କରିନଥିଲେ କାହିଁକି ମହାପଣ୍ଡିତେ? ଏହି ଯେଉଁ କଚ୍ଛପଟି ପଡ଼ିଲା ତାହାର ଭବିଷ୍ୟତବାଣୀ କାହିଁକି କରିନଥିଲେ? ମହାପଣ୍ଡିତେ କଣ ଉତ୍ତର ଦେଲେ? କହିଲେ, ଛାମୁକୁ କେନ୍ଦ୍ର କରି ହିଁ ମୋର ସବୁ ଗଣନା, ଅର୍ଥାତ ରାଜାଙ୍କୁ କେନ୍ଦ୍ର କରି ସେ ସବୁ ଗଣନା କରନ୍ତି। ଯେହେତୁ କଚ୍ଛପ ମାଂସ ରାଜମହୀର ଅଯୋଗ୍ୟ, ଅର୍ଥାତ କଚ୍ଛପ ମାଂସ ରାଜା ତାକୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି ନାହିଁ, ତେଣୁ ଏ ଘଟଣାକୁ ମୁଁ ଉଲ୍ଲେଖଯୋଗ୍ୟ ବା ବର୍ଣ୍ଣନା କରିବା ପାଇଁ ବିଚାରି ନଥିଲି ବା ଭାବି ନଥିଲି, ଚିନ୍ତା କରି ନଥିଲି। କଚ୍ଛପ ଆଡ଼କୁ ଦୃଷ୍ଟିପାତ କରି ଦେଖି ରାଜାଙ୍କର ଅନ୍ତତଃ ଗୋଟିଏ ଚକ୍ଷୁ ଝଟକି ଉଠିଲା ବା ଜାଜ୍ୱଲ୍ୟମାନ ହେଲା। ଏହା ଯେ ସ୍ଥଳେ ଏଠାରେ ବହୁ ରୋଗ ଓ ଦୋଷ ଦୁର୍ବଳତାର ମହୌଷଧ, ଅର୍ଥାତ ଔଷଧ ଯେମିତି ରୋଗକୁ ଭଲ କରିଦିଏ, ସେମିତି କଚ୍ଛପ ମାଂସ ଔଷଧ ପରି କାର୍ଯ୍ୟ କରୁଛି। କଣ? ଏହାକୁ ରନ୍ଧନ କରି ପୀଡ଼ିତମାନଙ୍କୁ ବା ରୋଗୀମାନଙ୍କୁ, ଯେଉଁମାନେ ରୋଗରେ ପଡ଼ିଛନ୍ତି ବା ଯାହା ପାଖରେ ଦୋଷ ଦୁର୍ବଳତା ଅଛି, ତାହେଲେ ଏହାକୁ ରନ୍ଧନ କରି କଚ୍ଛପ ମାଂସ ରାନ୍ଧି ପୀଡ଼ିତମାନଙ୍କୁ ରୋଗୀମାନଙ୍କୁ ଦେବାର ବ୍ୟବସ୍ଥା କରିବା। କହି ରାଜା ମୁଖ୍ୟ ପାଚକକୁ ସେଇଠି ନେଇଯାଇ, କଣ କହିଲେ ମୁଖ୍ୟ ପାଚକ? ପାଚକ ହେଉଛି ଯିଏ ରାନ୍ଧେ, ରୋଷେଇଆ। କଣ କହିଲେ? କହିଲେ ସାଙ୍ଗେ ସାଙ୍ଗେ ତତ୍କ୍ଷଣାତ ସାଙ୍ଗେ ସାଙ୍ଗେ ନେଇଯାଅ ଆଉ ତାକୁ ରାନ୍ଧିବାର ବ୍ୟବସ୍ଥା କର। ଏକଥା ରାଜା ମୁଖ୍ୟ ପାଚକକୁ ନିର୍ଦ୍ଦେଶ ଦେଲେ। ତାପରେ ସେନାପତି କହିଲେ, କଣ? ଯଦିଓ ଛାମୁଙ୍କ ଭଳି, ଛାମୁ ହେଉଛନ୍ତି ରାଜା, ଆପଣଙ୍କ ଭଳି ମୁଁ ବି ଛାର କଚ୍ଛପ ମାଂସ ଖାଇବାକୁ ପସନ୍ଦ କରେ ନାହିଁ। ଏଇଟିରୁ ବରଂ ଫାଳେ ଖାଇବି ବା କଚ୍ଛପ ମାଂସରୁ ମୁଁ ଫାଳେ ଖାଇବି। କାହିଁକି ଖାଇବି? ଅଧିକ ଦକ୍ଷତା ପାରଙ୍ଗମ ସହକାରେ କଣ କରିବି? ରାଜସେବା କରିବା ନିମନ୍ତେ, ରାଜାଙ୍କର ସେବା କରିବା ନିମନ୍ତେ ମୁଁ ଗଣ୍ଠି ବାତରୁ ସହଳ ମୁକ୍ତି ପାଇବା ଆବଶ୍ୟକ, ସହଳ ବା ଶୀଘ୍ର। ଯେତେବେଳେ ସେନାପତି ଏକଥା କହିଲେ, ସେନାପତିଙ୍କ ଘୋଷଣା, ସେନାପତି ଯେଉଁ ଘୋଷଣା କହିଥିଲେ, ଯେ ପ୍ରତିଧ୍ୱନି ନିର୍ଗତ ହେଲା, ପ୍ରକାଶିତ ହେଲା ସମସ୍ତ ମନ୍ତ୍ରୀ ଓ ସଭାସଦ ବର୍ଗଙ୍କ କଣ୍ଠରୁ। ସମସ୍ତ ଯେଉଁମାନେ ସେଠାରେ ଉପସ୍ଥିତ ଥିଲେ ସେମାନେ ମଧ୍ୟ କହିଲେ, ଆମେ କଚ୍ଛପର କିଛି ଅଂଶମାନ ଖାଇବାକୁ ଚାହୁଁଛୁ। କାହିଁକି ଖାଇବେ ସେମାନେ? ସମସ୍ତେ ଅଧିକ ଦକ୍ଷ ରାଜସେବା ନିମନ୍ତେ କଚ୍ଛପର କିୟଦଂଶମାନ କିଛି ଅଂଶମାନ ଭକ୍ଷଣ କରି କୌଣସି ନା କୌଣସି ରୋଗରୁ ମୁକ୍ତି ପାଇଁ ଆଗ୍ରହୀ ଥିଲେ। ତାପରେ ବିଦେଶୀ ରାଜଦୂତ ଘୋଷଣା କଲେ। କଣ କହିଲେ ରାଜାଙ୍କୁ? ଆମ ଦୁଇ ମହାନ ଦେଶ, ହେ ରାଜା, ଆପଣଙ୍କ ଦେଶ ଆଉ ଆମ ଦେଶ ମଧ୍ୟରେ ମୈତ୍ରୀ ଗାଢ଼ତର, ମୈତ୍ରୀ ବନ୍ଧୁତା
ଗାଢ଼ତର ବା ନିବିଡ଼ କରିବାର ଆବଶ୍ୟକତା ଦୃଷ୍ଟିରୁ ମୁଁ ମଧ୍ୟ କିଞ୍ଚିତ କଚ୍ଛ ମାଂସ ଭକ୍ଷଣ ପାଇଁ ପ୍ରସ୍ତୁତ। ତାହେଲେ ବିଦେଶୀ ରାଜଦୂତ ଏକଥା କହିଲେ। ଇତିମଧ୍ୟରେ ରାଜାଙ୍କ ନିମନ୍ତେ ଚଳନ୍ତି ସିଂହାସନଟିଏ ଛାତ ଉପରକୁ ଅଣାସରିଥିଲା। ସେ ତହିଁ ଉପରେ ଉପବେଶନ କରନ୍ତେ, ଆସନ ଅଳଙ୍କୃତ କରନ୍ତେ ବା ସିଂହାସନ ଉପରେ ବସନ୍ତେ। ଅନ୍ୟମାନେ ବା ସଭାସଦ ବର୍ଗ କ'ଣ କଲେ? ତଳେ ବସିଗଲେ। ରାଜା ତାପରେ ସଭାସଦ ବର୍ଗଙ୍କୁ କହିଲେ, କ'ଣ କହିଲେ? ଯାହାର ସର୍ବାଧିକ ପ୍ରୟୋଜନ କଚ୍ଛପ ତାକୁ ହିଁ ମିଳିବ। ଅର୍ଥାତ ଯାହାର ସବୁଠାରୁ ଅଧିକ ଆବଶ୍ୟକ କଚ୍ଛପ ତାକୁ ହିଁ ମିଳିବ। କାହିଁ ଏମିତି ହେଇପାରିବ ନାହିଁ। ଯାହାର ସର୍ବାଧିକ ପ୍ରୟୋଜନ, ଯାହାର ସବୁଠାରୁ ଅଧିକ ଆବଶ୍ୟକ କଚ୍ଛପ ମାଂସ ବା କଚ୍ଛପ ତାକୁ ହିଁ ମିଳିବ। ସେ କଥା ଆମ୍ଭେ ଦେଖିବୁ। ଆମ୍ଭେ ରାଜା ବିଚାର କରିବେ ଓ ରାଜା ଦେଖିବେ। କିନ୍ତୁ ଜୀବ ଏଠି କିଏ? ଜୀବ ହଉଛି କଚ୍ଛପ ବା ତାର ନାଁ ହଉଛି କମ୍ବୁଗ୍ରୀବ। କିନ୍ତୁ ଜୀବ ଶୂନ୍ୟରୁ ଖସିଲା ବେଳେ କିଛି ଗୋଟାଏ କହିବାର ଆମ୍ଭେ ଶୁଣିଲୁ। ଖାଲି କମ୍ବୁଗ୍ରୀବ ଯେତେବେଳେ ଆକାଶରୁ ଖସିଲା ସେତେବେଳେ କିଛି ଗୋଟାଏ କହିଥିଲା। ତାହାକୁ ରାଜା ଶୁଣିଥିଲେ ଆଉ ରାଜା ପ୍ରଶ୍ନଟି କଲେ। ସେଇଠି କ'ଣ? କାହାକୁ ପ୍ରଶ୍ନ କଲେ? ବୃହତ୍ତମ କର୍ଣ୍ଣ ସମ୍ବଳିତ ବା ବଡ଼ ବଡ଼ କାନ ଥିବା ସଭାସଦଙ୍କୁ ରାଜା ପ୍ରଶ୍ନଟି କଲେ। ସଭାସଦ ବର୍ଗ କ'ଣ କହିଲେ ରାଜାଙ୍କୁ? କହିବାକୁ ଛାତି ଫାଟି ଯାଉଛି ମଣିମା। ସଭାସଦ ତାଙ୍କର ଅନନୁକରଣୀୟ ଲମ୍ବ କର୍ଣ୍ଣ ଯୁଗଳ, ଅର୍ଥାତ ଯାହାକୁ କି ସେ ଇଚ୍ଛା ଅନୁସାରେ ଦୋହଲାଇ ପାରୁଥିଲେ, ସେଇ ଲମ୍ବ କର୍ଣ୍ଣ ଯୁଗଳକୁ ବା ଦୁଇଟିକୁ ଆଉଁସି ଆଉଁସି କହିଲେ, ମଣିମା, ଜୀବଟି ବୁଦୁ ବୋଲି ଉଚ୍ଚାରଣ କରିଥିଲା। ଯେତେବେଳେ କଚ୍ଛପଟି ଆକାଶ ମାର୍ଗରୁ ଖସିଲା ସେତେବେଳେ ଜୀବ ବା କଚ୍ଛପ ବା କମ୍ବୁଗ୍ରୀବ ବୁଦୁ ବୋଲି ଉଚ୍ଚାରଣ କରିଥିଲା। ରାଜା ଏକଥା ଶୁଣିଲେ। ଶୁଣିଲା ପରେ ତାଙ୍କର କ'ଣ ହେଲା? ସେ କହିଲେ, ବିଚିତ୍ର। କିନ୍ତୁ କାହାକୁ ଉଦ୍ଦେଶ୍ୟ କରି ସେ ସେଭଳି ସମ୍ବୋଧନ କରିଥାଇପାରେ ବା କାହାକୁ ଲକ୍ଷ୍ୟ କରି ସେ ଏକଥା କହିଥାଇପାରେ? ଆମ ଭିତରେ ପୁଣି ବୁଦ୍ଧୁ କିଏ? ରାଜା ଏକଥା କହି ବିସ୍ମୟ ପ୍ରକାଶ କଲେ, ଆଶ୍ଚର୍ଯ୍ୟ ହେଲେ। ଯେତେବେଳେ ରାଜା ଏକଥା କହିଲେ ସଭାସଦ ବର୍ଗ କ'ଣ କଲେ? ଗମ୍ଭୀର ମୌନତା ଭିତରେ ସଭାସଦ ବର୍ଗ ଗମ୍ଭୀର ମୌନତା, ସେମାନେ ଆହୁରି ନୀରବ ପାଲଟି ଗଲେ। ସଭାସଦ ବର୍ଗ କ'ଣ କଲେ? ପରସ୍ପର ପ୍ରତି ଘନ ଘନ ବାରମ୍ବାର ଦୃକ୍ପାତ କରିବାକୁ ଲାଗିଲେ। ଆଖିରେ ଠରାଠରି ହେଲେ ବା ଆଖିରେ ଇଙ୍ଗିତ ଦେଲେ। ରାଜା କହିଲେ, ବୁଦୁ ସ୍ୱୟଂ ମାନି ନ ଗଲେ ଆମ୍ଭକୁ ବାତିଲ ରୀତି ଦ୍ୱାରା ତାକୁ ଆବିଷ୍କାର କରିବାକୁ ହେବ। ଏ ସଭାସଦ ବର୍ଗ, ତୁମ ଭିତରୁ ଯଦି କେହି ବୁଦ୍ଧୁ ଅଛ କହିଦିଅ, ନହେଲେ ବାତିଲ ରୀତି ଦ୍ୱାରା ତାକୁ ଆବିଷ୍କାର କରିବା। କହି ରାଜା ଅପେକ୍ଷା କଲେ। ନୀରବତା ସେପରିକି ଘନତର ହୋଇ ଉଠିଲା। ଆହୁରି ସେମାନେ ନୀରବ ପାଲଟି ଗଲେ। ତାପରେ ରାଜା ବାତିଲ ରୀତି ଦ୍ୱାରା ବୁଦ୍ଧୁକୁ ଆବିଷ୍କାର କରିବା ପାଇଁ କ'ଣ କଲେ? ପ୍ରଥମେ ରାଜା କହିଲେ, ଆମ ସମ୍ମାନିତ ଅତିଥି ବିଦେଶୀ ରାଜଦୂତ ମହୋଦୟ ତାଙ୍କ କୂଟନୈତିକ ବୈଶିଷ୍ଟ୍ୟ ଦୃଷ୍ଟିରୁ ବୁଦ୍ଧୁ ପଦାବାଚ୍ୟ ହୋଇ ନ ପାରନ୍ତି। ତାହେଲେ ଏଠି ସମ୍ମାନିତ ଅତିଥି କାହାକୁ କୁହାଯାଇଛି? ବିଦେଶୀ ରାଜଦୂତଙ୍କୁ କୁହାଯାଇଛି। ତାହେଲେ ବିଦେଶୀ ରାଜଦୂତ ବୁଦ୍ଧୁ ନୁହନ୍ତି, ଏକଥା ରାଜା କହିଲେ। କାହିଁକି ରେ କିଏ କଟିଗଲେ? ବିଦେଶୀ ରାଜଦୂତ। କାହିଁକି? କାରଣ ତାଙ୍କର କୂଟନୀତି ଉପରେ ଅନେକ ଜ୍ଞାନ ଅଛି। ସେହି କୂଟନୈତିକ ବୈଶିଷ୍ଟ୍ୟ ଦୃଷ୍ଟିରୁ ତାଙ୍କୁ ବୁଦ୍ଧୁ ବୋଲି କୁହାଯାଇ ନପାରେ। ଏକଥା
ରାଜା କହିଲେ, ହେଁ ମଣିମା, ରାଜଦୂତ ଉଚିତ ଲଜ୍ଜା ସହକାରେ। ହେଁ ମଣିମା, ରାଜଦୂତ ଉଚିତ ଲଜ୍ଜା ସହକାରେ ମୁଣ୍ଡ ହଲାଇ ରାଜାଙ୍କ ବକ୍ତବ୍ୟ ପ୍ରତି ସମର୍ଥନ ଜଣାଇଲେ ଯେ ରାଜା, ଆପଣ ଠିକ କହିଛନ୍ତି। ତାପରେ ରାଜା କହିଲେ କଣ, ଆମ ମନ୍ତ୍ରୀ ମାନେ ହୁଏତ ମନ୍ତ୍ରୀ ନହେଲେ ବୁଦ୍ଧୁ। ଆମ ମନ୍ତ୍ରୀ ମାନେ ହୁଏତ ମନ୍ତ୍ରୀ ହେଇପାରିବେ ନହେଲେ ବୁଦ୍ଧୁ ହେବେ। ସେମାନେ ଏକା ଧାରାରେ ଉଭୟ ହୋଇ ନ ପାରନ୍ତି। ଏକା ଧାରାରେ ମାନେ ଦୁଇଟି ଯାକ। ସେମାନେ ମନ୍ତ୍ରୀ ହେବେ ଓ ବୁଦ୍ଧୁ ହେବେ, ଏକଥା ହେଇପାରିବ ନାହିଁ। ସେମାନେ ବୁଦ୍ଧୁ ହେବେ ନହେଲେ ମନ୍ତ୍ରୀ। ଯେତେବେଳେ ରାଜା ଏକଥା କହିଲେ, ମନ୍ତ୍ରୀ ମାନେ କଣ କହିଲେ? ମନ୍ତ୍ରୀ ମାନେ କହିଲେ, ଠିକ ମଣିମା, ଆମ୍ଭେ ମାନେ ମନ୍ତ୍ରୀ ମାତ୍ର ମାନେ କେବଳ। ହେ ରାଜା, ଆପଣ ଠିକ କହିଛନ୍ତି। ଆମ୍ଭେ ମାନେ କେବଳ ମନ୍ତ୍ରୀ, ଅର୍ଥାତ ଆମ୍ଭେ ମାନେ ବୁଦ୍ଧୁ ନୋହୁଁ। ଆଶ୍ୱସ୍ତ ସ୍ମିତ ହସମାନ ଫୁଟାଇ ଧୀରେ ଧୀରେ ହସି ମନ୍ତ୍ରୀବର୍ଗ କହିଲେ, କଣ କହିଲେ? ଠିକ ମଣିମା, ଆମ୍ଭେ ମାନେ ମନ୍ତ୍ରୀ ମାତ୍ର। ତାପରେ ରାଜା କଣ କହିଲେ? ଆମ ସେନାପତି ଯିଏକି ସର୍ବ ସମକ୍ଷରେ ଆମ ସେନାପତି ଯିଏକି ସର୍ବ ସମକ୍ଷରେ ବା ସମସ୍ତଙ୍କ ସମ୍ମୁଖରେ, ଏପରିକି ଜଣେ ବିଦେଶୀ ଦୂତଙ୍କ ଉପସ୍ଥିତି ସତ୍ତ୍ୱେ ନିଜ ଗଣ୍ଠିବାତର ରହସ୍ୟ ପ୍ରକାଶ କରିଦେଲେ। ରହସ୍ୟ ଯାହା ଅପ୍ରକାଶିତ ହେଇଥିଲା। ନିଜ ଗଣ୍ଠିବାତର ଅପ୍ରକାଶ୍ୟ କଥାକୁ ସେ ପ୍ରକାଶିତ କରିଦେଲେ। ସେ ନିଶ୍ଚୟ ତାଙ୍କ ଚେହେରାରୁ ଯେତିକି ଜଣା ପଡେ, ତା ତୁଳନାରେ ଅଧିକ ବିଜ୍ଞ, ଜ୍ଞାନୀ ଓ ଅଧିକ ଜାଣିଛନ୍ତି। ସେନାପତିଙ୍କ ସପକ୍ଷରେ ରାଜା ଏକଥା କହିବାରୁ ସେନାପତି କଣ କଲେ? ସେନାପତି ବିକଳ ହସ ହସି ସମସ୍ତଙ୍କ ମୁହଁକୁ ଅନାଇଲେ। କେଉଁ ହସ? ବିକଳ ହସ ହସି ସେ ସମସ୍ତଙ୍କ ମୁହଁକୁ ଅନାଇଲେ। କ୍ରମେ ଏହିପରି ବାତିଲ ରୀତିରେ କଣ ହେଲା? ଜଣ ଜଣ ହୋଇ ସମସ୍ତ ସଭାସଦ ବୁଦ୍ଧୁ ହୋଇଥିବାର ସମ୍ଭାବନାରୁ ମୁକ୍ତ ହେଲେ। ସେମାନେ ଅନ୍ତର ଭିତରେ ଭାବୁଥିଲେ ଆମ୍ଭେମାନେ ହିଁ ବୁଦ୍ଧୁ, କିନ୍ତୁ ବାହାରକୁ ସେମାନେ ଏକଥା ପ୍ରକାଶ କରୁ ନଥିଲେ। କିନ୍ତୁ ସେମାନେ ବୁଦ୍ଧୁରୁ ମୁକ୍ତ ହେଲେ। ଯେତେବେଳେ ଶେଷ ଆଶ୍ୱାସନାର ଦୀର୍ଘଶ୍ୱାସ ଶୁଣାଗଲା, ସେତେବେଳେ ରାଜା ହଠାତ୍ କାନ୍ଦି ଉଠି କହିଲେ, ବାକି ରହିଲି ମୁଁ, ଅର୍ଥାତ ମୁଁ ହିଁ ବୁଦ୍ଧୁ, ଓ ଶେଷରେ ମୁଁ ରହିଲି ବା ବାକି ରହିଲି ମୁଁ, ଅର୍ଥାତ ମୁଁ ହିଁ ବୁଦ୍ଧୁ। ଯେତେବେଳେ କଥା ରାଜା କହିଲେ, ସମସ୍ତ ସଭାସଦ କାନ୍ଦି ଉଠିଲେ। ସଭାସଦ କିଏ? ମନ୍ତ୍ରୀ, ସେନାପତି ଆଦି। ତାପରେ ରାଜା କହିଲେ, କିନ୍ତୁ ରାଜାଟିଏ ବୁଦ୍ଧୁ ହେଲେ ଚଳିବ କି? ଆବଶ୍ୟକ ହେଲେ ରାଜ ପରିବାରର ପବିତ୍ର ପରମ୍ପରା ଭଙ୍ଗ କରି। ରାଜ ପରିବାରର ପବିତ୍ର ପରମ୍ପରା କଣ? ସେହି ରାଜ ପରିବାରରେ କୌଣସି ରାଜା କଚ୍ଛ ମାଂସ ଖାଦ୍ୟ ରୂପେ ଗ୍ରହଣ କରିନାହାନ୍ତି। ତାହେଲେ ସେହି ପରମ୍ପରାକୁ ଭଙ୍ଗ କରି ଏହି ଅସାଧାରଣ କଚ୍ଛପଟି, ଅସାଧାରଣ କାହିଁକି କୁହାଯାଉଛି? କାରଣ ଏହାକୁ ଖାଦ୍ୟ ରୂପେ ଗ୍ରହଣ କଲେ ବା ଖାଇଲେ ହଜାର ହଜାର ଦୋଷ ଦୁର୍ବଳତା ରୋଗ ବ୍ୟାଧି ଭଲ ହେଇଯିବ। ଆଉ କଣ କହିଲେ? ସମ୍ଭବ ହେଲେ ସମଗ୍ର କଚ୍ଛପଟି ଖାଇଦେଇ ମୁଁ ବୁଦ୍ଧୁ ବ୍ୟାଧିରୁ ମୁକ୍ତ ହେବା ଜରୁରୀ ନୁହେଁ କି? ରାଜା କହିଲେ ଯେ ସମଗ୍ର କଚ୍ଛପ ମାଂସ ଖାଇଦେଇ ମୁଁ କଣ ବୁଦ୍ଧୁ ବ୍ୟାଧିରୁ ମୁକ୍ତ ହେବା ଜରୁରୀ ନୁହେଁ କି? ବା ଅତି ଆବଶ୍ୟକ ନୁହେଁ କି? ରାଜା ଏହା କହିସାରି ରନ୍ଧା କଚ୍ଛପ, ତାହେଲେ କଚ୍ଛ ମାଂସ ରନ୍ଧା ସରିଥିଲା। ରନ୍ଧା କଚ୍ଛପ ହସ୍ତେ, ହାତରେ ସଦ୍ୟ ପହଞ୍ଚିଥିବା ପାଚକକୁ ଇଙ୍ଗିତ ଦିଅନ୍ତେ। ପାଚକ କଣ କରିଥିଲା? କଚ୍ଛ ମାଂସ ରାନ୍ଧି
ହାତରେ ଧରି ସାଙ୍ଗେ ସାଙ୍ଗେ ପହଞ୍ଚିଛି। ରାଜା ତାକୁ ଇଙ୍ଗିତ ଦେଲେ, ସୂଚନା ଦିଅନ୍ତେ ପାଚକର ସହକାରୀ କଣ କଲା, ନିଜ ହାତ ପାଆନ୍ତାରେ ବା ନିକଟରେ ବା ହାତ ବଢେଇଲେ ପାଉଥିବା ମନ୍ତ୍ରୀଟିର ପଗଡି ଓଟାରି ଆଣି ରାଜାଙ୍କ କୋଳରେ ବିଛାଇ ଦେଲା ଓ ପାଚକ କଣ କଲା, ତହିଁ ଉପରେ ସପାତ୍ର କଚ୍ଛପ ଥୋଇଦେଲା। ସଭାସଦ ବର୍ଗଙ୍କ କାନ୍ଦ ଅବ୍ୟାହତ ଥାଉଁ ଥାଉଁ, ସଭାସଦ ବର୍ଗ ସେମିତି କାନ୍ଦୁଥାନ୍ତି, ତାଙ୍କ କାନ୍ଦ ବନ୍ଦ ହେଇ ନାହିଁ। ରାଜା କଣ କଲେ, ଗଭୀର ମନ ଧ୍ୟାନ ସହକାରେ କଣ କଲେ, ପାତ୍ରଟି ଖାଲି କରି ଦେଲେ ବା ସମ୍ପୂର୍ଣ୍ଣ କଚ୍ଛ ମାଂସ ଖାଇଦେଲେ। ଖାଇସାରିଲା ପରେ ରାଜା କହିଲେ, ଚୁପ୍ କର। କେମିତି ରାଜା କହିଲେ? ରାଜାଙ୍କ ଧମକ ବୁଲଡୋଜର ଭଳି ସଭାସଦ ମାନଙ୍କ କୋହ କାନ୍ଦଣାକୁ ମାଡ଼ି ମଖଚି ନିସ୍ତବ୍ଧ କରିଦେଲା, ସ୍ଥିର କରିଦେଲା, ଚୁପ୍ କରିଦେଲା ବା ବନ୍ଦ କରିଦେଲା। ତତ୍ପରେ ନିଶ ପୋଛି ରାଜା ରାଜଦୂତଟି ଉପରେ ଦୃଷ୍ଟି ନିବଦ୍ଧ କଲେ। ରାଜଦୂତଙ୍କୁ ଅନେଇକି ରାଜା କହିଲେ, କଣ? ଶୁଣ ଦୂତ ମହୋଦୟ, ମାସଟିଏ 1 ମାସ ସମୟ ଦେଲି, ଅର୍ଥାତ୍ 30 ଦିନ ସମୟ ଦେଲି। ତମ ରାଜ୍ୟରେ ସୁଲଭ ଥିବା ମଇଁଷି ଆକାରର ବିହଙ୍ଗରୁ ହଳେ ନେଇଆସ ବା 2ଟି ନେଇଆସ, ନହେଲେ ତମ ରାଜ୍ୟ ଆମର ଏକ ତାଲକରେ ପରିଣତ ହେବ। ତାହେଲେ ତୁମେ ଯଦି 2ଟି ମଇଁଷି ଆକାରର ବିହଙ୍ଗ ନ ଦିଅ, ତାହେଲେ ତମ ରାଜ୍ୟ ଆମ ରାଜ୍ୟ ସହିତ ମିଶିଯିବ ବା ତମ ରାଜ୍ୟ ଆମର ଏକ ତାଲକରେ ପରିଣତ ହେବ। ଦୀର୍ଘ କାଳ ହେବ ଆମ୍ଭେ କୌଣସି ମହତ କାର୍ଯ୍ୟରେ ହାତ ଦେଇ ନାହୁଁ। ରାଜା କହିଲେ, ଦୀର୍ଘ କାଳ, ବହୁଦିନ ହେବ ଆମ୍ଭେ କୌଣସି ମହତ କାର୍ଯ୍ୟ ବା ଉତ୍ତମ କାର୍ଯ୍ୟରେ ହାତ ଦେଇ ନାହୁଁ। ଫଳରେ କଣ ହେଉଛି, ଆମ ସୈନ୍ୟମାନେ ମୋଟା ହେଇଯାଉଛନ୍ତି, ସେନାପତି ଗଣ୍ଠିବାତ ଭୋଗୁଛନ୍ତି। ଯୁଦ୍ଧଟିଏ ଅଭାବରୁ ଏ ଦୁର୍ଦ୍ଦଶା ସିନା। ତାହେଲେ ରାଜାଙ୍କ ରାଜ୍ୟରେ ଅସୁବିଧା ଦେଖାଦେଇଛି। ତାହେଲେ ପିଲା, ଏଠି ମହତ କାର୍ଯ୍ୟ କାହାକୁ କୁହାଯାଇଛି? ଏଠି ମହତ କାର୍ଯ୍ୟ ଯୁଦ୍ଧକୁ କୁହାଯାଇଛି। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ କରନ୍ତୁ। ଜୟ ଜଗନ୍ନାଥ।